ମୁଁ ହେଉଛି ପ୍ରଶାନ୍ତ ନାୟକ। ଆପଣ ଦେଖୁଛନ୍ତି ପ୍ରଶାନ୍ତ ନାୟକ ଭିଡ଼ିଓ। ତ ଦର୍ଶକ ବନ୍ଧୁ, ଯେମିତି ବି ହଉ ଆଜି ମୁଁ ବିଲ ଆସିଛି। ତ ବର୍ଷା 2 ଦିନ ହେଲା ବର୍ଷା ବହୁତ ହେଇଥିଲା। ତ ଦେଖିବା ବିଲର ପରିସ୍ଥିତି ଏବଂ ସିଚୁଏସନ୍ କେମିତିକା ଅଛି। ତ ଦର୍ଶକ ବନ୍ଧୁ, ଆଗକୁ ଦେଖିବା। ଚାଲନ୍ତୁ ବିଲ ଦେଖିପାରୁଥିବେ, ଏଇଭଳିଆ ରାସ୍ତା ରହୁଛି ବିଲକୁ ଯିବା ପାଇଁ। ବିଲ କଣ୍ଟା ଚେଟା କାହିଁକି ପଡ଼ି ଜାଣିଛ, ଏଇଟା ସବୁ ପକେଇ ଦେଇଛି ମୁଁ। ସେଇଟା ସବୁ ଯେତେ ସବୁ ବୁଦା ବାହାରିଥିଲା ଗଛ, ତା କାଟିଦେଲେ ଟିକେ ସଫା ରହିବ ଆଉ ଚାଲିବା ପାଇଁ ସୁବିଧା ହେଇଥାଏ। କିନ୍ତୁ ଭିଡ଼ିଓରେ ଏଇଭଳିଆ ସୃଷ୍ଟି ହେଇଛି। ଯଦି ଆପଣ ଜାଣିଥିବେ, ଏ ଯେଉଁ ଉଇ ହୁଙ୍କା ହେଇଛି, ଏଗୁଡ଼ାକୁ ମାନେ ନଷ୍ଟ କରିବା ପାଇଁ କ'ଣ ଦେଲେ ନଷ୍ଟ ହେବ, ମାନେ ହେବେନି ଏମିତି। ତ କ'ଣ କରାଯିବ ତାର ପ୍ରତିକାର ଯଦି ଜାଣିଛନ୍ତି କହିବେ। ଦେଖୁଛନ୍ତି ମାଟି ପୁରା ଓଦା ହେଇଛି। କ'ଣରେ ପାଦ ଚିହ୍ନ ଏତେ ବଡ଼ 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 ପୁରା କ'ଣ ବିଲ ଏମିତି ଅଛି। ସକାଳୁ ସକାଳୁ କ'ଣ ଗୋଟେ ଯାଇଛି ଏ ବିଲ ଦେଇକି। କୁକୁର ଭଳିଆ ପାଦ ଚିହ୍ନ ଅଛି। କୁକୁର ନୁହେଁ କିନ୍ତୁ ଦେଖୁଥିବେ, ମାନେ କୁକୁର ଭଳିଆ ପାଦ ଚିହ୍ନ ଅଛି କିନ୍ତୁ କୁକୁର ନୁହେଁ ମତେ ଲାଗୁଛି। ଏତେ ବଡ଼ ବଡ଼ ଚିହ୍ନ ଅଛି ଯେ କୁକୁର ନୁହେଁ। ପଛରେ ପାଦ ଖସି ଯାଇଥିଲା। ହଳଦିଆ ହେଇଗଲାଣି, ସାର ବି ଦିଆ ହେଇନି। ପାଣି ଟିକେ ରହିଲେ ସିନା ସାର ଦେବା ପାଇଁ ସୁବିଧା ହବ। ଦେଖନ୍ତୁ ଏଇଭଳିଆ। ତ ଦର୍ଶକ ବନ୍ଧୁ, ଯେମିତିକି ମୁଁ କହୁଥିଲି, ଆଗରୁ ତ ଯେଉଁ ଗୋରୁ ଗାଈ ଯେଉଁ ଖାଇଥିଲେ, ତ ବର୍ତ୍ତମାନ ମାନେ କ'ଣ ବର୍ଷା ହେବା ପାଇଁ ଲେଟ୍ ହେବା ଯୋଗୁଁ ତା ପତ୍ର ଗୁଡ଼ା ପୁରା ହଳଦିଆ ପାଲଟି ଯାଇଛି। ଏଇଭଳିଆ ଯେ ସାର ଦରକାର ହେଉଛି। ଆହୁରି ଖାଇଛନ୍ତି ନା କ'ଣ ଯେ, ଖାଇକି ଚିଞ୍ଚେତର। ଭିଡ଼ିଓ ବନେଇବିନି, ବିଲ ବି ଆସିତେ ଇଚ୍ଛା ହଉନି ମୋତେ। ଯାବେ କୁହ, କିଏ ଗୋଟେ ଆସିକି ଯାଇଛନ୍ତି। କିଏ ଆସିଥିଲେ ସକାଳୁ ବୋଧେ। ପଡ଼ିଯାଇଥିଲା ମାନେ ଖାଇକି ସଫା ଦେଖୁଛନ୍ତି, ଆହୁରି ଖାଇଛନ୍ତି।